ଶୋକ ସନ୍ତପ୍ତ ଓ ଯୁଦ୍ଧ କରିବା ଅନିଚ୍ଛୁକ ଅର୍ଜୁନଙ୍କୁ ଭଗବାନଙ୍କର ପ୍ରଥମ ପ୍ରଶ୍ନ, ହେ ଅର୍ଜୁନ, ତୁମକୁ ଏ ଅସମୟରେ ମୋହ କେଉଁଠୁ ପ୍ରାପ୍ତ ହେଲା? ଯେତେବେଳେ ଶାନ୍ତି ସ୍ଥାପନର ସମସ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହୋଇସାରିଛି, ଯେତେବେଳେ ଯୁଦ୍ଧ ଟାଳିବା ଆଉ ସମ୍ଭବ ନୁହେଁ, ଯେତେବେଳେ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇକରି ଛିଡ଼ା ହୋଇଛନ୍ତି ପାଣ୍ଡବ ସେନା ଓ କୌରବ ସେନା, ଯେତେବେଳେ ଉଭୟ ସେନାର ମଝିରେ ଆମେ ଛିଡ଼ା, ଯେତେବେଳେ ଆମକୁ ବିନା ଯୁଦ୍ଧରେ ପ୍ରାପ୍ତ ନୁହେଁ ସୂଚ୍ୟଗ୍ର ମେଦିନୀ, ଯେତେବେଳେ ଆମେ ଶସ୍ତ୍ର ନ ଉଠେଇଲେ ଆମକୁ ବନ୍ଦୀ କରିବ ଓ ନିପାତ କରିବ ଶତ୍ରୁପକ୍ଷ, ସେତିକିବେଳେ ଯୁଦ୍ଧ କରିବା ଅନର୍ଥକ ହୋଇପାରେ, କିନ୍ତୁ ଯୁଦ୍ଧ ନ କରିବା ବଡ଼ ଅନର୍ଥ ହୋଇଯିବ। ତେଣୁ ଯେଉଁ ସମୟରେ ଶୋକ କରିବା କଥା ନୁହେଁ, ସେହି ସମୟରେ ଶୋକ କରିବା ଭୁଲ। ଅର୍ଜୁନର କଥା ତାର୍କିକ ମନେ ହୋଇପାରେ, ଅର୍ଜୁନର ସମବେଦନାକୁ ମଧ୍ୟ ସ୍ୱାଗତ, କିନ୍ତୁ ଅସମୟର ତର୍କ, ଅସମୟର ଜ୍ଞାନ ଅଜ୍ଞାନ ଅଟେ, ଅସମୟର ସମବେଦନା ମୋହ ଅଟେ। ତେଣୁ ଭଗବାନଙ୍କର ପ୍ରଥମ ପ୍ରଶ୍ନ ଅର୍ଜୁନକୁ ସାଂଖ୍ୟ ଯୋଗରେ, ହେ ଅର୍ଜୁନ, ତୁମକୁ ଏହି ଅସମୟରେ ମୋହ କେଉଁଠୁ ପ୍ରାପ୍ତ ହେଲା?